ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 117ରୁ 121 ଯଥାର୍ଥ ଦର୍ଶନ ଓ ଜ୍ଞାନର ସମର୍ଥ କିଏ ହବ। ମା କହୁଛନ୍ତି ଯେ ଦିବ୍ୟ ପରମ ଇଚ୍ଛା ସହିତ ସମ୍ମିଳିତ ହୋଇ ରହିଥିବାର ସ୍ଥିତିରେ ଯଦି ଜଣେ ବ୍ୟକ୍ତି ଯଥାର୍ଥରେ ଆତ୍ମସ୍ଥ ହୋଇଥାଏ, ଯଦି ତାର ଭାବନା, ଧାରଣା ବା ବିଚାର ଏହି କ୍ଷେତ୍ରରେ ଆଦୌ କୌଣସି ହସ୍ତକ୍ଷେପ କରୁନଥାଏ, ତେବେ ସେ ନିଶ୍ଚୟ ତାହାର ଅନୁସରଣ କରିପାରେ। ସିଏ ଯଥାର୍ଥ ଦର୍ଶନ ଓ ଜ୍ଞାନର ସମର୍ଥ ହୁଏ। ତାମାନେ ଦିବ୍ୟ ପରମ ଇଚ୍ଛା ସହିତ ସମ୍ମିଳିତ ହୋଇ ରହିଥିବ ଏବଂ ଯଥାର୍ଥ ଆତ୍ମସ୍ଥ ହେଇଥିବ। ଭାବନା, ତାର ନିଜସ୍ୱ ଭାବନା, ଧାରଣା ବା ବିଚାର ହସ୍ତକ୍ଷେପ କରୁନଥିବ। ତାହେଲେ ସିଏ କଣ ହବ ନା ପରମଙ୍କ ପାଖରୁ ଯୋଉ ସ୍ପନ୍ଦିତ ହେଉଥାଏ ତାକୁ ସେ ଅନୁସରଣ କରିପାରେ। ତା ଦ୍ୱାରା ସେ ଯଥାର୍ଥ ଦର୍ଶନ ଓ ଜ୍ଞାନର ସମର୍ଥ ହୁଏ। ତାପରେ ମା କହୁଛନ୍ତି ପ୍ରତ୍ୟେକ ଚେତନାରେ ଏବଂ ମହାଭୂତ ମଧ୍ୟରେ ରହିଥିବା ଜାଡ୍ୟ ଗୁଣଟିର ତରଫରୁ ଯେଉଁ ସବୁ ପ୍ରତିରୋଧ ହେଉଥାଏ, ତାର ଅର୍ଥ ହେଉଛି ଏହି ମହାନ କ୍ରିୟାଟି ପ୍ରତ୍ୟକ୍ଷ ଏବଂ ସମ୍ପୂର୍ଣ୍ଣ ଭାବରେ ସମଞ୍ଜସତା ଯୁକ୍ତ ହେବା ପରିବର୍ତ୍ତେ ହୋଇଯାଇଛି ଗୋଳମାଳିଆ ତଥା ବିରୋଧ, ସଂଘର୍ଷ ଓ ଦ୍ୱନ୍ଦ୍ୱରେ ପରିପୂର୍ଣ୍ଣ। ଯାବତୀୟ ବସ୍ତୁ ଆପଣାକୁ ସ୍ୱାଭାବିକ ଭାବରେ ଅର୍ଥାତ୍ ନିର୍ବିଘ୍ନ ଭାବରେ ସମାହିତ କରିନେବା ପରିବର୍ତ୍ତେ ପ୍ରକୃତରେ ଯେପରି ହେବା ଉଚିତ ପ୍ରତିରୋଧ ଏବଂ ବିରୁଦ୍ଧାଚରଣ କରୁଥିବା ସେହି ସବୁ ଜଡ଼ତା ଏହି କ୍ଷେତ୍ରରେ ଗତିସ୍ପନ୍ଦନ ଗୁଡ଼ିକରେ ଏକ ଜଟିଳତା ଆଣିଦେଉଛି, ଯାହା ଫଳରେ କି ବସ୍ତୁ ଗୁଡ଼ିକ ପରସ୍ପର ସହିତ ଆସି ଧକ୍କା ଖାଇବାରେ ଲାଗୁଛନ୍ତି। ତଦ୍ୱାରା କେବଳ ବିଶୃଙ୍ଖଳା ଏବଂ ବିଧ୍ୱଂସ ହିଁ ପରିଣାମ ହୁଏ। ଏଠି ଆମେ ଯଦି ସର୍ଟରେ ବୁଝିବା, ଯେତେବେଳେ ଉଚ୍ଚତର ସ୍ତରରୁ କୌଣସି ସ୍ପନ୍ଦନ ଯେତେବେଳେ ସ୍ପନ୍ଦିତ ହେଉଛି, ତାହା ମା ପୂର୍ବରୁ କହିଲେ ଯାହା ସୂକ୍ଷ୍ମ ଭୌତିକ ଜଗତରେ ସେ ସେ ପର୍ଯ୍ୟନ୍ତ ମଧ୍ୟ ଏକ ଏବଂ ବିଖଣ୍ଡିତ ହେଇକି ଖଣ୍ଡିତ ହେଇନଥାଏ, ବିଖଣ୍ଡିତ ହେଇକିରି ଏବଂ ମୂଳଭୂତରେ ଥାଏ। କିନ୍ତୁ ଯେତେବେଳେ ଜଡ଼ ସ୍ତରକୁ ଆସେ, ସେତେବେଳେ ଜଡ଼ ଜାଡ୍ୟ ଗୁଣଟିର ମା ଲେଖୁଛନ୍ତି ଏଇ ଯୋଉ ମହାଭୂତ ମଧ୍ୟରେ ରହିଥିବା ଜାଡ୍ୟ ଗୁଣଟିର ଯେଉଁ ସବୁ ପ୍ରତିରୋଧ ହୁଏ, ଏଇ ବାହ୍ୟ ପରିପ୍ରକାଶରେ ଅନେକ ପ୍ରତିରୋଧ ଯୋଉ ତା ପାଖରେ ଆସି ପହଞ୍ଚେ, ସେତେବେଳେ କଣ ହୁଏ, ସେଇ ସ୍ପନ୍ଦନଟି ମାନେ ଗୋଟେ ଏମିତି ଏକ ଅସମଞ୍ଜସ ସ୍ଥିତି ବା ଅସମଞ୍ଜସ ପରିସ୍ଥିତିଟିଏ ତିଆରି ହେଇଯାଏ, ଯୋଉଥିରେ ଗୋଳମାଳିଆ, ବିରୋଧ, ସଂଘର୍ଷ ଏବଂ ଦ୍ୱନ୍ଦ୍ୱ ପରିପୂର୍ଣ୍ଣ ହେଇକି ରହିଥାଏ। ସେଠି କଣ ହୁଏ, ସେଇ ବସ୍ତୁଟି ଆପଣାକୁ ଆଉ ନିର୍ବିଘ୍ନରେ ସ୍ୱାଭାବିକ ଭାବରେ ସମାହିତ କରିପାରେ ନାହିଁ ଏବଂ ତାର ପରିଣାମ କଣ ହୁଏ ନା ପରସ୍ପର ଭିତରେ ଧକ୍କା ହବ ଏବଂ ଧକ୍କା ହେବା ଫଳରେ ବିଶୃଙ୍ଖଳା ଏବଂ ବିଧ୍ୱଂସ ହିଁ ତାର ରୂପ ନିଏ। ସେଇ ଏବଂ ଅନେକ କାରଣରେ ଦେଖିବେ, ଯଦି ଇଏ ଗୋଟିଏ ବି କାରଣ, ଯେତେବେଳେ ଆମ ଜୀବନ କ୍ଷେତ୍ରରେ କିଛି ବାଧା ବିପତ୍ତି ଆସେ, ତାମାନେ କୋଉଠି ନା କୋଉଠି ଗୋଟେ ସଂଘାତ ସୃଷ୍ଟି ହଉଛି, କୋଉଠି ଗୋଟେ ଦ୍ୱନ୍ଦ୍ୱ ସୃଷ୍ଟି ହଉଛି। ତାହା କୋଉ ସ୍ତରରେ ହଉଛି ଏବଂ କୋଉ ସ୍ଥିତିରେ ହଉଛି ଏବଂ କୋଉ ସତ୍ତାରେ ହଉଛି, ତାକୁ ଯଦି ଆମେ ଆଇଡେଣ୍ଟିଫାଏ କରିପାରିବା ବା ଜାଣିପାରିବା, ତେବେ ଆମର ଅଗ୍ରଗତିର ଗୋଟିଏ ପାବଛ ଆରମ୍ଭ ହେଇଗଲା। ତାମାନେ ଚିହ୍ନି ପାରିଲେ, ଚିହ୍ନି ପାରିବାଟା ମଧ୍ୟ ଏକ ବିରାଟ ସାମର୍ଥ୍ୟ। ଚିହ୍ନି ପାରିଲା ପରେ ତାକୁ ଆମେ ସମର୍ପଣ କରିବା, ତାକୁ ଆମେ ପ୍ରତ୍ୟାଖ୍ୟାନ କରିବା, କଣ କଣ କରିବା, ନେକ୍ସଟ ଷ୍ଟେପ ଆସିବ। ତେଣୁ ଚିହ୍ନି ପାରିବାଟା ମଧ୍ୟ ଏକ ପ୍ରଥମ ପଦକ୍ଷେପ ଅଗ୍ରଗତି ପାଇଁ। ଏବଂ ଯେତେବେଳେ ଚିହ୍ନିବା କଥା ଆସେ, ସେତେବେଳେ ସେଇଥିପାଇଁ ବାହ୍ୟ ଚେତନାର ବା ବାହ୍ୟ ଆମର ଯୋଉ ସତ୍ତା ରହିଛି, ତାର ଏକ ପରିପୂର୍ଣ୍ଣ ବିକାଶ ମଧ୍ୟ ଜରୁରୀ ହୁଏ। ପରିପୂର୍ଣ୍ଣ ବିକାଶ ନଥିଲେ ସିଏ କଣ ହବ, ମାଧିଆ ଭାଇ ସବୁଥିରେ ହୋଇ ହୋଇ ସେଇଭଳି ଭାବରେ ଯୁଆଡେ ଯୁଆଡେ ତାର ରୁଚି ରହିଲା, ଯୁଆଡେ ସିଏ ତାକୁ ଯଦି ସିଏ ତର୍କ ଯୁକ୍ତ ରହିଛି, ତାକୁ ତର୍କ ଉପାୟରେ ମଧ୍ୟ ହରେଇକିରି ଜଣେ ନେଇଯାଇପାରେ। ଜଣେ ଯଦି ପ୍ରାଣ ଜଗତରେ ବା ଭାବ ଜଗତରେ ରହୁଛି, ତାହେଲେ ତାକୁ ସେଇ ଇମୋସନକୁ ନେଇକିରି, ତାରି ଭାବକୁ ନେଇକିରି ସୁନ୍ଦର ଭାବରେ
ଯୁଆଡେ ଚାହିଁଛି ଯିଏ ଯୋଉ ଶକ୍ତି ଚାହେଁ ସିଆଡେ ତାକୁ ଢଳେଇକି ନେଇଯାଇପାରେ। ତେଣୁ ସେତେବେଳେ କଣ ହବ, ତାର ବାହ୍ୟ ସତ୍ତା ଏଇ ଯୋଉ ଗତିସ୍ପନ୍ଦନ ଯୋଉଟା ଅନୁସ୍ପନ୍ଦନ ଯୋଉଟା ଅନ୍ତରରୁ ଆସିଥାଏ ତା ସହିତ ସଂଘାତ ହବ, ଏବଂ ସଂଘାତ ଫଳରେ କଣ ହୁଏ, ଯଦି ସିଏ ସଂକଳ୍ପ କରିଥାଏ, ଆସ୍ପୃହା କରିଥାଏ ତାର ଆଧ୍ୟାତ୍ମିକ ଅଗ୍ରଗତି ପାଇଁ, ସେତେବେଳେ ତା କ୍ଷେତ୍ରରେ ଯୋଉ ଦ୍ୱନ୍ଦ୍ୱଟା ଜଣା ପଡିଯାଏ ଏବଂ ସିଏ ଏକ ଅସମଞ୍ଜସ ସ୍ଥିତିରେ ପଡିଯାଏ। ସେତେବେଳେ ତାକୁ ସେଇ ସମୟଟା ଗୁରୁତ୍ୱପୂର୍ଣ୍ଣ ଥାଏ, ତାକୁ ସେ କଣ କରିବା ଦରକାର, ପୁଣି ପରମଙ୍କ ଉପରେ ନିର୍ଭରତା ବିଶ୍ୱାସ, ମାଙ୍କ ଉପରେ ବିଶ୍ୱାସ ନିର୍ଭରତା ରଖି ତାଙ୍କ ପାଖରେ ସମର୍ପଣ କରି ଧୈର୍ଯ୍ୟ ସହକାରେ ଏବଂ ସହିଷ୍ଣୁତା ସହିତ ତାକୁ ପୁଣି ଲାଗି ରହିବାକୁ ପଡେ। ଯଦି ଯିଏ ସାଧାରଣ ସ୍ତରରେ ଥାଏ, ସିଏ ଏଇ ଦ୍ୱନ୍ଦ୍ୱ ବା ଏଇ ସଂଘାତ ସମ୍ପର୍କରେ କିଛି ଜାଣି ବି ପାରେ ନାହିଁ। କାହିଁକି ନା ତାକୁ ଏଗୁଡା ସବୁ ନର୍ମାଲ ଲାଗେ, ତାକୁ ଭଲ ଲାଗେ। ତେଣୁ ସେଠି ଦ୍ୱନ୍ଦ୍ୱ ବା ଯୋଉ ସଂଘାତ ହବାର ସମ୍ଭାବନା ବି କମ ଥାଏ। ଯଦି ଆନ୍ତର ଅଗ୍ରଗତି ନାହିଁ, ତେବେ କଣ ହବ ନା ବାହ୍ୟ ସ୍ଥିତି ଗୁଡାକ ତାକୁ ନର୍ମାଲ ଲାଗିବ। ସେଇଥିପାଇଁ ବେଳେ ବେଳେ କହନ୍ତି ଲୋକ ସଂସାର ଭିତରେ କରିଥିଲେ ଘର, ଯୋଉ ନା ପଥର ପଡିଲେ ସହି। ତେଣୁ ଇଏ ସବୁ ସଂସାର ଭିତରେ ଏମିତି ହୁଏ। ସେ ତାକୁ ନିମ୍ନ ଚେତନାର ଗୁଣ ଗୁଡିକ, ଆଉ ଅନେକ ବ୍ୟକ୍ତି ବି ଥାନ୍ତି ସେମାନେ ଯୋଉ ସାଧାରଣ ଚେତନା ରହିଥାନ୍ତି, ସେମାନେ କଣ କରନ୍ତି, ସେଇ ପ୍ରକାରର ଯୋଉ ବାହ୍ୟ ସ୍ପନ୍ଦନକୁ ସମର୍ଥନ କରନ୍ତି। ତା ଫଳରେ କଣ ହେଲା, ଆଉ ସଂଘାତ କାହିଁକି ହବ? ଯୋଉ ସଂଘାତ ହେଇଥାନ୍ତା, ଯଦି ଆନ୍ତର ଅଗ୍ରଗତି ତୁମର ହେଇଛି, ତାହେଲେ ବାହ୍ୟ ପ୍ରତିରୋଧ ଆସିଲେ ତମର ସେଠି ସଂଘାତ ହବ। ଇଏ ଏମିତି ଗଲା, ସେ ଏମିତି ଆସିଲା, ସଂଘାତ ହେଇଗଲା। ବର୍ତ୍ତମାନ କଣ ହେଲା, ଇଏ ଏମିତି ଆସୁଥିଲା, କିନ୍ତୁ ଯୋଉ ବାହ୍ୟ ପ୍ରତିରୋଧ ହେଇକିରି ତାକୁ ତା ସହିତ ସଂଘାତ ହେଇଥାନ୍ତା, ବର୍ତ୍ତମାନ ମୋର ଯୋଉ ବାହ୍ୟ ବର୍ତ୍ତମାନ ଯୋଉ ସ୍ଥିତି ମାନସିକ ସ୍ଥିତି ରହିଛି, ସିଏ କଣ କରୁଛି ନା ବାହ୍ୟ ସ୍ଥିତିକୁ ଗ୍ରହଣ କରୁଛି, ଆକୁ ହିଁ ଗ୍ରହଣ କରୁନାହିଁ। ଯେତେବେଳେ ଆକୁ ଗ୍ରହଣ କରୁନାହିଁ, ତାର ସଂଘାତ କୋଉଠୁ ହବ? କେବଳ ସିଏ ବସବାସ କଲା କୋଉଥିରେ, ଏଇ ଯୋଉ ବାହ୍ୟ ନିମ୍ନ ଚେତନାରେ। ତେଣୁ ସେ କ୍ଷେତ୍ରରେ ଏ ଦ୍ୱନ୍ଦ୍ୱଟି ବାହାରକୁ ବେଶୀ ଜଣା ପଡେ ନାହିଁ। ସେଥିପାଇଁ ଯେତେବେଳେ ସାଧନା କ୍ଷେତ୍ରରେ ଟିକେ ଆପଣ ଅଗ୍ରଗତି କରିବେ, ସେତେବେଳେ ନିଜ ଭିତରେ ଗୋଟେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଆସି ପହଞ୍ଚେ। ମା କହୁଛନ୍ତି ତାପରେ, କେବଳ ସେଇ ପ୍ରତିରୋଧ ସକାଶେ ହିଁ ଏହି ସବୁ ଆବଶ୍ୟକ ହୋଇଥାଏ। ମାତ୍ର ସେଗୁଡିକ ପ୍ରକୃତରେ ଅପରିହାର୍ଯ୍ୟ ହୋଇ ରହିଥିଲେ ବୋଲି କଦାପି କୁହାଯିବ ନାହିଁ। ସେଟା ଅପରିହାର୍ଯ୍ୟ ବୋଲି କୁହାଯିବନି। ଯେହେତୁ ମୁଁ ଯେମିତି କଥା କହୁଥିଲେ, ବଞ୍ଚି ଶିଖିନି ବୋଲି ମରୁଛି। ଯଦି ମୁଁ ବାହ୍ୟ ଚେତନାକୁ ସମର୍ଥନ କଲି, ତାହେଲେ ମୋର ଆନ୍ତର ଅଗ୍ରଗତି ସହିତ ସଂଘାତ ହବ। ଏସବୁ ବେଶ ଘଟି ପାରି ନଥାନ୍ତା। ଯଥାର୍ଥରେ କହିଲେ ଏସବୁ ଘଟିବା ଆଦୌ ଉଚିତ ନଥିଲା। କାରଣ ଏହି ପରମ ଇଚ୍ଛା ଓ ପରମ ଶକ୍ତି ହେଉଛି ଏକ ପରିପୂର୍ଣ୍ଣ ସମଞ୍ଜସତାର ଶକ୍ତି। ସେ ଯୋଉ ପରମ, ଯିଏ ଆମର ଅନ୍ତରରେ ରହି ଯିଏ ଆମକୁ ସ୍ପନ୍ଦିତ କରୁଛନ୍ତି ଏବଂ ପରିଚାଳିତ କରିବା ପାଇଁ ସଂକଳ୍ପ ନେଇକରି ହିଁ ସୃଷ୍ଟି ହେଇଛି, ସିଏ ସବୁବେଳେ ସମଞ୍ଜସତା ଯୁକ୍ତ। ତେଣୁ ମା ସେଇଥିପାଇଁ କହୁଛନ୍ତି ଏଠି ସେଇ ଘଟଣା ଘଟି ନଥାନ୍ତା। କାହିଁକି ଘଟୁଛି? କାହିଁକି ଘଟି ନଥାନ୍ତା କାହିଁକି? ସିଏ ସବୁବେଳେ ସାମଞ୍ଜସ୍ୟତା ଯୁକ୍ତ। ଘଟୁଛି କାହିଁକି ନା ବାହ୍ୟ ଚେତନାରେ ଯେତେବେଳେ ମୁଁ ତାକୁ ମୁଁ ତା ସହିତ ଯେମିତି କଥାରେ ଆମେ ନର୍ମାଲ କଥାରେ ତା କାନ୍ଧକୁ କାନ୍ଧ ମିଶେଇ ନ ଠିଆ ହେଇକିରି, ମୁଁ ନିମ୍ନ ପ୍ରାଣର ଗତିବୃତ୍ତି, ନିମ୍ନ ମନର ଗତିବୃତ୍ତି, ସେଇଥିରେ ବାହ୍ୟ ସ୍ୱାର୍ଥ, ମୋର ଅହଙ୍କାର, ତା ସହିତ ମୁଁ କାନ୍ଧ ମିଳେଇଲି, ତ ସଂଘାତ ହବ। କାରଣ ଏହି ପରମ ଇଚ୍ଛା ଓ ପରମ ଶକ୍ତି ହେଉଛି ଏକ ପରିପୂର୍ଣ୍ଣ ସାମଞ୍ଜସ୍ୟତାର ଶକ୍ତି, ଯେଉଁଥିରେ କି ପ୍ରତ୍ୟେକ ବସ୍ତୁ ନିଜ ନିଜର ଯଥାର୍ଥ ସ୍ଥାନରେ ଅବସ୍ଥିତ ରହିଥାନ୍ତି ଏବଂ ତାହା ସେଇ ବସ୍ତୁ ଗୁଡ଼ିକୁ ଅତ୍ୟନ୍ତ ଚମତ୍କାର ଭାବରେ ସୁସଂଗଠିତ କରି ରଖିପାରେ। ସମ୍ପୂର୍ଣ୍ଣ ଭାବରେ ଏକ ସନ୍ଦୀପ୍ତ ତଥା ପରିପୂର୍ଣ୍ଣ ସଂଗଠନ ରୂପେ ହିଁ ତାର ଆବିର୍ଭାବ ଘଟିଥାଏ। ଦେଖନ୍ତୁ ମା ଗୋଟି ଗୋଟି କରି ବର୍ଣ୍ଣନା କରୁଛନ୍ତି, ଯାହା ଯେ ଆମେ ଜାଣି ରଖିବା ଉଚିତ, ସିଏ ସବୁବେଳେ ପରିପୂର୍ଣ୍ଣ ସାମଞ୍ଜସ୍ୟତାର ସହିତ ପରିପ୍ରକାଶ ହବା ପାଇଁ ତାର ସୁସଂଗଠନ କରୁଥାଏ। ସମ୍ପୂର୍ଣ୍ଣ ଭାବରେ ଏକ ସନ୍ଦୀପ୍ତ ତଥା ପରିପୂର୍ଣ୍ଣ ସଂଗଠନ ରୂପେ ହିଁ ତାହାର ଆବିର୍ଭାବ ଘଟିଥାଏ। ଆମର ଯଥାର୍ଥ ଦୃଷ୍ଟି ଥିଲେ, ଏଇଟା ହଉଛି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମର ଯଦି ଯଥାର୍ଥ ଦୃଷ୍ଟି ଥାନ୍ତା, ତାହା ଆମ ଲାଗି ଅତ୍ୟନ୍ତ ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହୋଇଯାଏ।
ଯଦି ମୋର ଯଥାର୍ଥ ଦୃଷ୍ଟି ରହିଛି ତାହେଲେ ମତେ ସେଟା ଠିକ ବୋଲି ଦେଖାଯାଏ। ମାତ୍ର ସେଇ ଶକ୍ତି ଯେତେବେଳେ ନିମ୍ନକୁ ଆସେ ଏବଂ ଜଡ଼ ଉପରେ ଚାପ ଦିଏ, ସେତେବେଳେ ସବୁ କିଛି ଉତ୍ତେଜିତ ହୋଇ ପଡେ ଏବଂ ପ୍ରତିରୋଧ କରିବାକୁ ଆରମ୍ଭ କରେ। ସିଏ କଣ କରେ? ହଁ, କଣ ହେଲା? ମୋ ସ୍ଥିତିକୁ ଦୋହଲେଇ ଦବ, ମୁଁ ମୁଁ ଛାଡିଦେବି। ତେଣୁ ସିଏ କଣ ହେଲା ନା ଉତ୍ତେଜିତ ହେଲା ଏବଂ ପ୍ରତିରୋଧ କରିବାକୁ ସେ ଆରମ୍ଭ କଲା। ତେଣୁ ଏହି ସବୁ ବିଶୃଙ୍ଖଳା, ବିଭ୍ରାନ୍ତି ଓ ବିଧ୍ୱଂସକୁ ସେହି ଦିବ୍ୟ ପରମ କ୍ରିୟା ଓ ପରମ ଶକ୍ତି ଉପରେ ନେଇ ଆରୋପ କରିବାର କୌଣସି ଚେଷ୍ଟା କରିବା, ତାହା ମଧ୍ୟ ଆଉ ଏକ ମନୁଷ୍ୟ ସ୍ତରୀୟ ନିର୍ବୋଧତାର ନିଦର୍ଶନ ହୋଇ ରହିଥାଏ। ତେଣୁ ଦେଖନ୍ତୁ, ଇଏ ଆଉ ଗୋଟେ ସେକେଣ୍ଡାରୀ ଷ୍ଟେଜ, ମାନେ ଇଏ ଆହୁରି ଗର୍ହିତ ଅପରାଧ, ଯେମିତି କଥାରେ କୁହନ୍ତି ସେଭଳି ଭାବରେ ପ୍ରତିରୋଧ ଯଦି କଲା, ତାହେଲେ ବିଶୃଙ୍ଖଳା, ବିଭ୍ରାନ୍ତି, ବିଧ୍ୱଂସ ଆରମ୍ଭ ହୁଏ। ସିଏ କିନ୍ତୁ କଣ କରେ? ତାର ନିଜସ୍ୱ ଯୋଉ ବିଶୃଙ୍ଖଳା, ବିଭ୍ରାନ୍ତି, ବିଧ୍ୱଂସ ର ଯୋଉ ଟେଣ୍ଡେନ୍ସି ରହିଛି, ଯୋଉ ପ୍ରବୃତ୍ତି ରହିଛି, ସେ ପ୍ରବୃତ୍ତିକୁ ସେ କଣ କରେ? ଦିବ୍ୟ ପରମ କ୍ରିୟା ଓ ପରମ ଶକ୍ତି ଉପରେ ନେଇ ଆରୋପ କରିବାର ଚେଷ୍ଟା କରେ। ଆମ ସାଧାରଣ ସ୍ତରରେ ଦେଖିବେ, ଲୋକ କଣ କରନ୍ତି? ଦୋଷ ଦିଅନ୍ତି କାହାକୁ? ଭଗବାନଙ୍କୁ ଯେମିତି ଦୋଷ ଦିଅନ୍ତି। ଲୋକ ଦୋଷ ଦେବେ କାହାକୁ? ନା ଯିଏ ଠିକ, ମାନେ ଯଦି ଆପଣ ଦେଖିବେ ତାଙ୍କୁ କହନ୍ତି, ସେଇ ପ୍ରକାର ବ୍ୟକ୍ତିଙ୍କୁ କହିବେ ଯେ ଆମର ସାଧାରଣ ଭାବରେ କହନ୍ତି, ହେ ଏଇଟା ସବୁ ପାଷାଣ ହୃଦୟ। କେହି କେହି ବ୍ୟକ୍ତି ଥଟ୍ଟା କରନ୍ତି। ଆଶ୍ରମରେ ଯଦି ବ୍ୟକ୍ତି ମାନେ ଟିକେ ନୀରବ ହେଇକିରି ବା ଗମ୍ଭୀର ହେଇକିରି ଯଦି ସେ ବସିଥିବେ ବା କରୁଥିବେ, ସେ ବେଶୀ ସାଧନା ଦେଖେଇ ହଉଛନ୍ତି, ଥଟ୍ଟା କରନ୍ତି। ସାଧାରଣ ବ୍ୟକ୍ତି କଣ କରେ? ଏଇ ପ୍ରକାରର ଥଟ୍ଟା କରେ, ପରିହାସ କରେ। ଯେମିତି ସେଇଭଳି ଭାବରେ ସେଇ ପ୍ରକାରର ବ୍ୟକ୍ତି ଯେତେବେଳେ ଆହୁରି ଅତି ନିମ୍ନ ସ୍ତରକୁ ଖସିଯାଏ, ସେତେବେଳେ ସେ ତାର ନିଜର ବିଶୃଙ୍ଖଳା, ବିଭ୍ରାନ୍ତି, ବିଧ୍ୱଂସ ପ୍ରବୃତ୍ତିକୁ ସେ କଣ କରେ? ଦିବ୍ୟ ପରମ କ୍ରିୟା, ପରମ ଶକ୍ତି ଉପରେ ଆରୋପ କରିବାକୁ ଚେଷ୍ଟା କରେ। ତା ଫଳରେ ମା କହୁଛନ୍ତି ସେଇଟା ହଉଛି ମନୁଷ୍ୟ ସ୍ତରୀୟ ନିର୍ବୋଧତାର ନିର୍ଦ୍ଦେଶନ। କେବଳ ସେହି ଜଡତା, ଏଠାରେ ଅସଦିଚ୍ଛାର ଆଦୌ କୌଣସି ଉଲ୍ଲେଖ କରାଯାଉ ନାହିଁ। ମା କହୁଛି ଏଠି ଅସଦିଚ୍ଛା କଥା ପଡୁନାହିଁ, ଏଠି ହଉଛି ସେଇ ଯୋଉ ଜଡତା, ଯିଏ ବିରୋଧ କରୁଛି ତାରି କଥା କହୁଛନ୍ତି, ଯାବତୀୟ ବିପର୍ଯ୍ୟୟର କାରଣ ହୋଇଥାଏ। ବିପର୍ଯ୍ୟୟଟି ଅଭିପ୍ରେତ ହୋଇ ରହିଥିଲା ବୋଲି କଦାପି କୁହାଯିବ ନାହିଁ। ଯେ ବିପର୍ଯ୍ୟୟଟି ଏଇଠି, ବେଳେବେଳେ ଏଇଠି ହଉଛି ଗୋଟେ କଥା। ବେଳେ ବେଳେ ଆମେ କଣ କହୁ? ଆମ ଭାଗ୍ୟରେ ଯାହା ଥିଲା ଘଟିଲା ଆଉ। ନାଇଁ ନାଇଁ ନାଇଁ, ମା ଲେଖୁଛନ୍ତି ବିପର୍ଯ୍ୟୟଟି ଅଭିପ୍ରେତ ହୋଇ ରହିଥାଏ ବୋଲି ତମେ କହିପାରିବନି। ଏଇଟା ମଣିଷ ଯେତେବେଳେ ନିଜର ଦୁର୍ବଳତାକୁ ଲୁଚେଇବାକୁ ଯାଏ, ସେତେବେଳେ ସେ ଏଇ ପ୍ରକାରର ସ୍ଥିତି କହେ। ସେଇଥିପାଇଁ ଯେତେବେଳେ ପ୍ରଶ୍ନ ଉଠିଲା ଯେ ରୂପାନ୍ତର କେତେ ବର୍ଷରେ ହବ, ସେତେବେଳେ ସିଧାସଳଖ କଥା, ତାହା ନିର୍ଭର କରୁଛି କଣ ନା ଆମର ପ୍ରସ୍ତୁତି ଉପରେ। ଯଦି ଆମେ ପ୍ରସ୍ତୁତ ହେଇଛୁ ତାହେଲେ ଶୀଘ୍ର ହବ, ଯଦି ଆମେ ପ୍ରସ୍ତୁତ ହେଇନୁ ସମୟ ଲାଗିବ। ଯେତେବେଳେ ଚୈତ୍ୟ ଆବିଷ୍କାର କଥା ଉଠିଲା, ସେତେବେଳେ ମା ସେଇଥିପାଇଁ ସିଧାସଳଖ କହିଲେ କଣ? ଯଦି ତୁମେ ଚେଷ୍ଟା କରିବ ଏବଂ ତୁମର ଆସ୍ପୃହା, ତୁମର ପ୍ରଚେଷ୍ଟା ଯଦି ସ୍ଥିର, ଅପ୍ରତିହତ, ଦୃଢ ହେଇକି ରହିଲା, ତେବେ ତୁମେ ଏଇ ଜନ୍ମରେ ପ୍ରାପ୍ତ ହେଇଯିବ। ତାପରେ ପୁଣି କଣ କହିଲେ? 30 ବର୍ଷରେ ପ୍ରାପ୍ତ ହେଇଯିବ। ତାପରେ ପୁଣି କଣ କହିଲେ? ଏହି କ୍ଷଣି ପ୍ରାପ୍ତ ହେଇପାରିବ। କିନ୍ତୁ ତାହା ନିର୍ଭର କରୁଛି ଆମର ଯୋଉ ପ୍ରଚେଷ୍ଟାର ସଘନତା ଉପରେ, ଆମର ପ୍ରଚେଷ୍ଟାର ତୀବ୍ରତା କେତେ ରହିଛି, କେତେ ସଘନ ରହିଛି, କେତେ ଧୈର୍ଯ୍ୟଶୀଳ ଭାବରେ ବିଶ୍ୱାସ ନିର୍ଭରତା, ଆମେ ଯଦି ଆମ ଭାଷାରେ ବୁଝିବା, କେତେ ବିଶ୍ୱାସ ନିର୍ଭରତା ଏବଂ ଆସ୍ପୃହା କେତେ ଦୃଢ ହେଇକି ରହିଛି। ତେଣୁ ବିପର୍ଯ୍ୟୟଟି ଅଭିପ୍ରେତ ହୋଇ ରହିଥିଲା ବୋଲି କଦାପି କୁହାଯିବ ନାହିଁ। ଏପରିକି ମାଲକିନ, ଏପରିକି ତାହାର କୌଣସି ପୂର୍ବାନୁମାନ ମଧ୍ୟ ହୋଇନଥିଲା। ଆମେ ସବୁ ସମୟରେ ଯେତେବେଳେ ବିରୋଧ ଆସେ, ଯେତେବେଳେ ପ୍ରତିରୋଧ ଆସେ, ସେତେବେଳେ ଆମେ କହୁ ସମୟ ଆସିନଥିଲା, ସେତେବେଳେ ଆମେ କହୁ ଯେ ଭଗବାନଙ୍କର ଇଚ୍ଛା ଏଇଭଳି ଭାବରେ ବୋଧେ ଘଟିବାର ଥିଲା, ଆମ ଭାଗ୍ୟରେ ହେଇନାହିଁ, ଇତ୍ୟାଦି ଇତ୍ୟାଦି କଥା କହୁ। କିନ୍ତୁ ମା କହୁଛନ୍ତି ତାହା ପୂର୍ବାନୁମାନ ନଥିଲା ଏବଂ ଅଭିପ୍ରେତ ମଧ୍ୟ ନଥିଲା। କାରଣ କଣ? ବୋଲ୍ଡରେ କରିଛନ୍ତି, ପ୍ରତିରୋଧଟି ହିଁ କାରଣ ହୋଇ ତାହାକୁ ଘଟାଇଲା। ଏଇଟା ବୋଲ୍ଡ କରିଛନ୍ତି, ପ୍ରତିରୋଧଟି ହିଁ କାରଣ ହୋଇ ତାହାକୁ ଘଟାଇଲା। ତେଣୁ ଏଇ ପ୍ରତିରୋଧ ଆମର କଣ କରେ? ଏମିତି କାରଣ କରେ। ଆଉ ସେଇଥିପାଇଁ
ମନୁଷ୍ୟର ଆଧାର ପ୍ରସ୍ତୁତି ନିହାତି ଆବଶ୍ୟକ। ମା କହୁଛନ୍ତି ଏବଂ ତାପରେ ଏହି କ୍ଷେତ୍ରରେ ସେହି ପରମ କରୁଣାର କ୍ରିୟାଗତ ଦୃଷ୍ଟିଟି ମଧ୍ୟ ଯୁକ୍ତ ହୋଇ ରହିଥାଏ। ମାଙ୍କର କରୁଣା, ପରମଙ୍କର କରୁଣା ସବୁ ରହିଥାଏ, ଯାହାକି ଯଥାସମ୍ଭବ ସେହି ପରିଣାମ ଗୁଡ଼ିକୁ ହାଲୁକା କରିଦେବାକୁ ଆସିଥାଏ। ଦେଖନ୍ତୁ, ମା ଆମ ସହିତ ବା ପରମା ଆମ ସହିତ ସବୁବେଳେ ରହିଛନ୍ତି। ଆମେ ବିରୋଧ କରୁ ବା ପ୍ରଚେଷ୍ଟା କରୁ, ସବୁବେଳେ ଆମ ସହିତ ରହିଛନ୍ତି, ଆମକୁ ଯେମିତି ହାତରେ ଧରି ଉଠେଇ ନେଇଯିବା ପାଇଁ ଯଥାସମ୍ଭବ ସେଇ ପରିଣାମ ଗୁଡ଼ିକୁ ହାଲୁକା କରିଦେବାକୁ ଆସିଥାଏ। ଅର୍ଥାତ୍ ଯେଉଁଠାରେ ସେଥିଲାଗି ଏକ ସ୍ୱୀକୃତି ରହିଥାଏ, ଏଇ ଲାଇନଟା ଆମେ ମନେ ରଖିବା। ଏଇଠି କହିଲେ କଣ କହିଲେ, ଯେଉଁଠାରେ ସେଥିଲାଗି ଏକ ସ୍ୱୀକୃତି ରହିଥାଏ ତାହା ସେଠାରେ ତାହାକୁ ହାଲୁକା କରିଦିଏ। ଆପଣଙ୍କ ହାତ ଧରି ଜଣେ ଉଠେଇବାକୁ ଚେଷ୍ଟା କରୁଛି, ଯଦି ମୁଁ ପ୍ରସ୍ତୁତ ନାହିଁ ତାହେଲେ କଣ ହବ, ସିଏ ମୋ ହାତ ଧରି ଟାଣିଲେ ମୁଁ ହାତ ଦେଖେଇବି ନାହିଁ, ବଢେଇବି ନାହିଁ। ମୋ ହାତକୁ ଯଦି କୌଣସି ମତେ ସିଏ ଧରିଦେଲେ ତେବେ ମୁଁ ତଳେ ପୁରା ଗାର୍ଡ କରିକି ରହୁଥିବି, ଟାଣୁଥିବି ତାକୁ, ତେବେ ମୁଁ ହାଲୁକା କିପରି ହେବି, ଉଠିଯିବି କିପରି? ଯେତେବେଳେ ସିଏ ହାତ ବଢେଇଛନ୍ତି, ମୁଁ ଯଦି ହାତଟା ଦେଇ ଦେଇକି ଟିକେ ଟିକେ ଖାଲି ଲିଫ୍ଟ କରିଲେନି ତାହେଲେ ସେ ଫଟକି ଉଠେଇ ନେଇଯିବେ। ସେଥିପାଇଁ କହୁଛନ୍ତି ଯେଉଁଠାରେ ସେଥିଲାଗି ଏକ ସ୍ୱୀକୃତି ରହିଥାଏ ତାହା ସେଠାରେ ତାହାକୁ ହାଲୁକା କରିଦିଏ। ଏ ସ୍ୱୀକୃତି ଦିଏ ନାହିଁ କିଏ? ସେ ସ୍ୱୀକୃତି ଦିଏ କିଏ? ସେଇଟା ଆମେ ପରେ ଆଲୋଚନା କରିବା। ଏ ପାରାଗ୍ରାଫଟି ଆଗ ପଢିଦେବା। ମା କହୁଛନ୍ତି ଯେଉଁଠାରେ ଏଥିଲାଗି ଏକ ସ୍ୱୀକୃତି ରହିଥାଏ ତାହା ସେଠାରେ ତାହାକୁ ହାଲୁକା କରିଦିଏ ଏବଂ ଅଭିପ୍ସା, ଅଟଳ ବିଶ୍ୱାସ ଏହି ପାର୍ଥିବ ମାନବ ଉପାଦାନ ମଧ୍ୟରେ ରହିଥିବା ଆସ୍ଥାର ଯେଉଁ ସମଞ୍ଜସକାରିଣୀ ଶକ୍ତି ରହିଥାଏ, ଏଇଥିରୁ ହିଁ ଆମକୁ ତାହାର ଏକ ବ୍ୟାଖ୍ୟା ମିଳିଯାଇପାରିବ। ଅଭିପ୍ସା ଆଉ ଅଟଳ ବିଶ୍ୱାସ ଏବଂ ଆଉ ଗୋଟେ କହୁଛନ୍ତି ଆସ୍ଥା, ଏଇ ତିନୋଟି ଯାକ ଲେଖୁଛନ୍ତି ଏଇଟା ମାନବ ଉପାଦାନ, ମାନବ ମଣିଷ ଭିତରେ ରହିଥାଏ। ମାନବ ଉପାଦାନ ମତେ ରହିଥିବା ଏଇ ଯୋଉ ସମଞ୍ଜସକାରିଣୀ ଶକ୍ତି, ଆସ୍ପୃହା ଆଉ ଅଭିପ୍ସା, ମାନେ ଯୋଉ ଅଭିପ୍ସା, ଆସ୍ପୃହା, ଅଟଳ ବିଶ୍ୱାସ, ଏଇ ଯୋଉ ସମଞ୍ଜସକାରିଣୀ ଶକ୍ତି ରହିଥାଏ, ଏଇଥିରୁ ହିଁ ଆମକୁ ତାହାର ଏକ ବ୍ୟାଖ୍ୟା ମିଳିଯାଇପାରିବ। କାରଣ ସେଇଗୁଡ଼ିକ ହିଁ ପରମ କରୁଣାର ଆବିର୍ଭାବ ଲାଗି ଓ ଏହି ଅନ୍ଧ ପ୍ରତିରୋଧର ପରିଣାମ ଗୁଡ଼ିକୁ ପୁନର୍ବାର ସୁଧାରି ଆଣିବା ଲାଗି ବାଟ ଛାଡ଼ି ଦେଇଥାନ୍ତି। ତେଣୁ ଆମ ପାଖରେ ତାମାନେ ଆମର ନିହାତି ଆମ ପାଖରେ ରଖିବା କଣ? ଅଭିପ୍ସା ଆଉ ଅଟଳ ବିଶ୍ୱାସ। ଏହି ଦୃଷ୍ଟିରେ ଆଦୌ କୌଣସି ଅସ୍ପଷ୍ଟତା ନାହିଁ, ଏହା ଅତ୍ୟନ୍ତ ଅତ୍ୟନ୍ତ ଭାଇ ଅତ୍ୟନ୍ତ ସ୍ପଷ୍ଟ। ଏହାର ଯାବତୀୟ ଭାଇ ଟିକିନିଖିର କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ କାନରେ ସ୍ପଷ୍ଟ। ଦେଇନାହାନ୍ତି ତାଙ୍କୁ ଶୁଭିବ। ଯଦି ଜଣେ କାଲି ସେହିପରି ଇଚ୍ଛା ତାଙ୍କୁ କରୁଥାଏ, କହିଥିଲି ପୁଣି ଆଜି ତେବେ ସିଏ ଯାହା ସବୁ ଦେଖିଛି ତାହାରି ଆଧାର ଉପରେ ବେଶ ଭବିଷ୍ୟତବାଣୀ ମାନ ମଧ୍ୟ କରିପାରିବ। ମାତ୍ର ଏହି କ୍ଷେତ୍ରରେ ଏକ ପ୍ରକାରର ବୃହତ୍ତର କରୁଣା ମଧ୍ୟ ରହିଛି, ଯାହାକି ଏହି ଭବିଷ୍ୟତବାଣୀକୁ ଅଟକାଇ ରଖିଥାଏ। କାରଣ ପରମ ସତ୍ୟର ବାଣୀରେ ପ୍ରକଟ କରିବାର ଏକ ଶକ୍ତି ରହିଥାଏ ଏବଂ ପ୍ରତିରୋଧର ପରିଣାମଟିକୁ ବାକ୍ୟରେ ପ୍ରକାଶ କରିଦେଲେ ତଦ୍ୱାରା ସେହି ସ୍ଥିତିଟିକୁ ଏକ ମୂର୍ତ୍ତ ରୂପ ପ୍ରଦାନ କରିଦିଆଯାଏ ଏବଂ ଫଳରେ ପରମ କରୁଣାର ଶକ୍ତି ହ୍ରାସ ହୋଇଯାଏ। ସେହି କାରଣରୁ ହିଁ ପରିଷ୍କାର ଭାବରେ ଦେଖାଯାଉଥିଲେ ମଧ୍ୟ ତଥାପି କହି ହୁଏ ନାହିଁ, କହିବା କଦାପି ଉଚିତ ହୁଏ ନାହିଁ। ଏଇଟାକୁ ବୋଲ୍ଡ କରିଛନ୍ତି, କହିବା କଦାପି ଉଚିତ ହୁଏ ନାହିଁ। ଏଇ ପାରାଗ୍ରାଫଟି ଆମର ଗୋଟେ ପ୍ରଶ୍ନ ଯୋଉ ସମସ୍ତଙ୍କ ମନ ଭିତରେ ଥାଏ ଯେ ସାଧୁମାନେ, ମୁନି ଋଷି ମାନେ, ଯୋଉମାନେ ସାଧନାରେ ଅଗ୍ରଗତି କରିଥାନ୍ତି, ସେମାନେ ସେମାନେ ସବୁ ଜାଣିଥାନ୍ତି କିନ୍ତୁ କହନ୍ତି ନାହିଁ କାହିଁକି? କହିଲେ ଜଣେ ସେହିପରି ଇଚ୍ଛା କରୁଥାଏ, ତେବେ ଯଦି ଯଦି ଜଣେ ସେହିପରି ଇଚ୍ଛା କରୁଥାଏ ତାମାନେ ସିଏ ଅଟଳ ବିଶ୍ୱାସ ଏବଂ ଅଭିପ୍ସା ସହିତ ଏବଂ କୌଣସି ପ୍ରକାର ପ୍ରତିରୋଧ ନକରି ପରମଙ୍କୁ ପରିପ୍ରକାଶ କରିବା ପାଇଁ ତା ଭିତରେ ଏକ ଅଭିପ୍ସା ଏବଂ ପରିପୂର୍ଣ୍ଣ ଆସ୍ଥା ସହିତ ସମଞ୍ଜସତା ଯୁକ୍ତ ଚେତନାର ସ୍ଥିତିରେ ସେ ଥାଏ, ତେବେ ସିଏ ଯାହା ସବୁ ଦେଖିଛି ତାକୁ କି ଆମେ କଥା ହଉଥିଲେ ସୂକ୍ଷ୍ମ ଭୌତିକ ଜଗତରେ ସେଗୁଡାକ ଅଲରେଡି ଥାଏ।
ତେଣୁ ସେ ଦେଖିପାରିବେ। ଦେଖିପାରିଲା ପରେ କଣ ହବ ନା ତାପରେ କହୁଛନ୍ତି କଣ, ଏଇଠି ବୃହତ୍ତର କରୁଣା ରହିଥାଏ। କରୁଣା କଣ କରେ, ତାକୁ ସେଇ ଯୋଉ କଥାଟିକୁ ଦେଖିକରି ପରିପ୍ରକାଶ କରିବାକୁ ବା ଅଟକେଇ ଦିଏ। କହୁଛନ୍ତି ଏକ ବୃହତ୍ତର କରୁଣା ମଧ୍ୟ ରହିଛି, ଯାହାକି ଏହି ଭବିଷ୍ୟତ ବାଣୀକୁ ଅଟକାଇ ରଖିଥାଏ। କାହିଁକି? କାରଣ ପରମ ସତ୍ୟର ବାଣୀରେ ପ୍ରକଟ କରିବାର ଏକ ଶକ୍ତି ରହିଥାଏ, ଏଇଟା ଠିକ। କିନ୍ତୁ ତା ସହିତ ପ୍ରତିରୋଧର ପରିଣାମଟିକୁ ବାକ୍ୟରେ ଯଦି ପ୍ରକାଶ କରିଦେଲ, କିଏ କିଏ ପ୍ରତିରୋଧ କରୁଛି ବା କଣ ରହୁଛି, ତୁମେ ଯଦି ପରିପ୍ରକାଶ କରିଦେଲ, ତାହେଲେ ପ୍ରତିରୋଧ କରୁଥିବା ଶକ୍ତି ବହୁଗୁଣିତ ହେଇକି ସେ କଣ କରେ, ତାକୁ ଆହୁରି ଅଧିକ ପ୍ରତିରୋଧ କରେ। ତେଣୁ ସେ କହୁଛନ୍ତି କଣ ହବ ନା, ପ୍ରତିରୋଧ ଟିକେ ବାକ୍ୟରେ ପ୍ରକାଶ କରିଦେଲେ ସିଏ ମୂର୍ତ୍ତ ରୂପ ପ୍ରଦାନ କରିଦିଏ। ମାନେ ସେଇ ଯୋଉ ପ୍ରତିରୋଧ ଯିଏ କରିଥାନ୍ତା ବା ଯୋଉ ସୂକ୍ଷ୍ମ ସ୍ତରରେ ବି ହଉ ବା ସ୍ଥୂଳ ସ୍ତରରେ ହଉ, ଯିଏ ପ୍ରତିରୋଧ କରିଥାନ୍ତା ସିଏ ନିଜକୁ ମୂର୍ତ୍ତ ରୂପେ ପରିପ୍ରକାଶ କରିଦିଏ। ତା ଫଳରେ କଣ ହବ ନା, ଯୋଉ ପରମ କରୁଣାର ଶକ୍ତି ହ୍ରାସ ହୋଇଯାଏ। ପରମ କରୁଣାର ଶକ୍ତି ସିଏ ଯୋଉ ପରିପ୍ରକାଶ ହେଇଥାନ୍ତେ, ବର୍ତ୍ତମାନ ଇଏ ତା ଆଗରେ ପ୍ରତିରୋଧ କଲେ। ପ୍ରତିରୋଧ କଲା ମାନେ ସେ ଯେତିକି କାମ କରିଥାନ୍ତେ, ପ୍ରତିରୋଧ ଫଳରେ କିଛି ତ ଲୁଜ ହେଇଯିବ ନା। ଆପଣ ସିଧା ଆସିବ, ଜିନିଷଟା ଆସିବ, ଆପଣ କିଛି ନାହିଁ, ଆରାମସେ ଆସି ପହଞ୍ଚିବ। ତାକୁ ଯଦି ଟିକେ କିଏ ଗୋଟେ ପବନ ବି ଟିକେ ହେଲା, ତାର ଗତିଟା କଣ ଧିମା ହେଇଯିବ ନା, ପହଞ୍ଚିବ ଡେରିରେ ନା। ସେଇଥି ମା କହୁଛନ୍ତି ସେହି କାରଣରୁ ହିଁ ପରିଷ୍କାର ଭାବରେ ଦେଖା ଯାଉଥିଲେ ମଧ୍ୟ, ତୁମେ ପରିଷ୍କାର ଭାବରେ ଦେଖୁଥିଲେ ମଧ୍ୟ ତଥାପି କହି ହୁଏ ନାହିଁ। ତାପରେ କହିଲେ କହିବା କଦାପି ଉଚିତ ହୁଏ ନାହିଁ। ହେଲା, ଏଇ ଗୋଟେ ପ୍ରଶ୍ନର ଉତ୍ତର ଏଠି ମିଳିଲା ଆପଣଙ୍କୁ। ସଂଘମିତ୍ରା ବାପା, ତମେ ଥରେ ପ୍ରଶ୍ନ ପଚାରିଥିଲ। ମାତ୍ର ଶ୍ରୀ ଅରବିନ୍ଦଙ୍କର କହିବାର ଅର୍ଥ ହେଲା ଏହି, ପରମ ଶକ୍ତି ଓ ପରମ ସାମର୍ଥ୍ୟ ହିଁ ଭାଇ ସବୁ କିଛି କରେ, ତାହା ହିଁ ସବୁ କିଛି କରେ। ଯେତେବେଳେ କୌଣସି ବ୍ୟକ୍ତି ତାହାକୁ ପ୍ରତ୍ୟକ୍ଷ କରିପାରେ ବା ତା ସହିତ ଏକାତ୍ମତା ଅର୍ଜନ କରିଥାଏ, ସେତେବେଳେ ସେ ଯୁଗପତ୍ ଭାବରେ ଅବଗତ ମଧ୍ୟ ହୋଇପାରେ। ଯୁଗପତ୍ ଭାବରେ ଅବଗତ ମଧ୍ୟ ହୋଇପାରେ। ସେ ଅବଶ୍ୟ ଜାଣେ ଯେ ଏକମାତ୍ର ସେହି ପରମ ତତ୍ ହିଁ କାର୍ଯ୍ୟ କରୁଛନ୍ତି। ପରମ ତତ୍ ଟି ବୋଲ୍ଡ କରାଯାଇଛି। ସେ ଅବଶ୍ୟ ଜାଣେ ଯେ ଏକମାତ୍ର ସେହି ପରମ ତତ୍ ହିଁ କାର୍ଯ୍ୟ କରୁଛନ୍ତି ଓ ସର୍ଜନା କରୁଛନ୍ତି, ଏବଂ ଯେଉଁ ଭୂମି, ଯେଉଁ ଜଗତ, ଯେଉଁ ଉପାଦାନ ବା ସାମଗ୍ରୀ ମଧ୍ୟରେ ସିଏ କାର୍ଯ୍ୟ କରୁଛନ୍ତି, ଆଉ ସବୁକିଛି କେବଳ ତାହାରି ପରିଣାମ ସ୍ୱରୂପ ସମ୍ଭବ ହୋଇପାରୁଛି, ତାହା ସେହି ପ୍ରତିରୋଧ ଫଳରେ ସମ୍ଭବ ହେଉଛି। ମାତ୍ର ତାହାକୁ ଆମେ ଯଥାର୍ଥ କ୍ରିୟାଟି ବୋଲି ଆଦୌ କହିବା ନାହିଁ। ଯେତେବେଳେ ପ୍ରତିରୋଧ ଘଟିକିରି ଘଟଣାଟା ଘଟୁଛି, ସେତେବେଳେ ତାହା ଯଥାର୍ଥ କ୍ରିୟା ନୁହଁ। ସେ ପ୍ରଶ୍ନ କରିଥିଲେ ପରମଙ୍କର ଯଥାର୍ଥ ଯୋଉ ସ୍ପନ୍ଦନ ସ୍ପନ୍ଦିତ ହବ, ଯଥାର୍ଥ କ୍ରିୟା କଣ, ଇତ୍ୟାଦି ଇତ୍ୟାଦି ସେ ପ୍ରଶ୍ନ କରିଥିଲେ। ତେଣୁ ମା ଏଠି କହିଲେ ଯେତେବେଳେ ପ୍ରତିରୋଧ ଆସି ପହଞ୍ଚିଛି, ପ୍ରତିରୋଧକୁ ସିଏ ପ୍ରତିରୋଧ କରିକି, ପ୍ରତିରୋଧକୁ ପ୍ରତିରୋଧ କରି ଯେତେବେଳେ ପରମ ଶକ୍ତି ପରିପ୍ରକାଶ ହଉଛନ୍ତି, ତେବେ ତାହା ଯଥାର୍ଥ କ୍ରିୟା ହେଇପାରି ନାହିଁ। ଏବଂ ସେଇ ପରମ ତତ୍ତ୍ୱ ସହିତ ସଂଯୁକ୍ତ ହେବାର ଅର୍ଥ ହେଉଛି ସେଇ ଯଥାର୍ଥ କ୍ରିୟାଟି ସହିତ ମଧ୍ୟ ସଂଯୁକ୍ତ ହେବା। ନିମ୍ନସ୍ଥ ଯାବତୀୟ ବସ୍ତୁ ସହିତ ସଂଯୁକ୍ତ ହେବାର ଅର୍ଥ ହେଉଛି ପ୍ରତିରୋଧଟି ସହିତ ସଂଯୁକ୍ତ ହେବା। ଏଇ ବାକ୍ୟ ଦୁଇଟି ଯାକ ସିଧାସଳଖ ଆମ ପାଖରେ ପହଞ୍ଚେଇଥିଲେ। କଣ କହିଲେ? ପରମ ତତ୍ତ୍ୱ ସହିତ ସଂଯୁକ୍ତ ହେବାର ଅର୍ଥ ହେଉଛି ଯଥାର୍ଥ କ୍ରିୟାଟି ସହିତ ସଂଯୁକ୍ତ ହେବା, ଏବଂ ନିମ୍ନସ୍ଥ ଯାବତୀୟ ବସ୍ତୁ ସହିତ ସଂଯୁକ୍ତ ହେବାର ଅର୍ଥ ହେଉଛି ପ୍ରତିରୋଧଟି ସହିତ ସଂଯୁକ୍ତ ହେବା। ତମେ ଯେତେବେଳେ ନିମ୍ନ ପ୍ରବୃତ୍ତି ସହିତ ଯେତେବେଳେ ତମେ ସଂଯୁକ୍ତ ହଉଛ, ତାମାନେ ତମେ ପ୍ରତିରୋଧ ସହିତ ସଂଯୁକ୍ତ, ତାମାନେ ତମେ ପ୍ରତିରୋଧ କରିଛ। ତାର ଅର୍ଥ ହଉଛି ତମେ ପରମଙ୍କ ବିପକ୍ଷରେ ଠିଆ ହଉଛ, ତାମାନେ ତୁମର ନିଜର ଅଗ୍ରଗତି ପଛରେ ନିଜେ ବାଧା ସୃଷ୍ଟି କରୁଛ। ତାର ଅର୍ଥ ହଉଛି ନିଜ ଗୋଡରେ ନିଜେ କୁରାଢି ମାରୁଛ। ଯଦି ଆମେ ସରଳ ଭାଷାରେ ପୁରା ଆମ ସାଧାରଣ ଭାଷାକୁ ଆସିବା, ମା କହୁଛନ୍ତି ଏବଂ ଏହିପରି ଭାବରେ ଏହା କେତେ ପ୍ରକାରେ ଭାଙ୍ଗି ଭାଙ୍ଗି ଗତି କରୁଥିବାରୁ, ଡିଆଁ ମାରୁଥିବାରୁ ଓ ସେ ପାଖରୁ ଏ ପାଖକୁ ବୁଲି ପଡୁଥିବାରୁ, ଇଚ୍ଛା କରୁଥିବାରୁ, ଚିନ୍ତା କରୁଥିବାରୁ ଏବଂ କେତେ ପ୍ରକାରର ଯୋଜନା କରୁଥିବାରୁ ଏହା ବେଶ କଳ୍ପନା କରିବାରେ ଲାଗିଥାଏ ଯେ
ଏହା ନିଶ୍ଚୟ କିଛି ନା କିଛି କରୁଛି। ହଁ, ପ୍ରତିରୋଧ କରୁଛି। ମା କେତେ ବଢିଆ ମଜାରେ କହୁଛି। ସିଏ ଭାବେ ଯେ ମୁଁ କିଛି ନା କିଛି କରୁଛି, କିନ୍ତୁ ତାପରେ ମା କହୁଛନ୍ତି ହଁ, ସେ କଣ କରୁଛି ନା ପ୍ରତିରୋଧ ହିଁ କରୁଛି। ସେ ଯୋଉ କେତେ ସୁନ୍ଦର ଭାବରେ ମା କହୁଛନ୍ତି, କଣ କହିଲେ, ଯେ ସେ ଭାଙ୍ଗି ଭାଙ୍ଗି ଗତି କରୁଥିବାରୁ, ଡିଆଁ ମାରୁଥିବାରୁ, ସେ ପାଖରୁ ଏ ପାଖକୁ ବୁଲି ପଡୁଥିବାରୁ, ଏଇ ଯୋଉ ଗୁଡା କହୁଛନ୍ତି ତାର ଅର୍ଥ ବୁଝିପାରୁଛନ୍ତି। ଯେତେବେଳେ ସାମଞ୍ଜସ୍ୟତା ପୂର୍ଣ୍ଣ କଥା କିଛି ଆସେ, ସେଠି ଯୋଉ ସବୁ ମସ୍ତିଷ୍କ ଖଟାନ୍ତି, କଣ ଖଟାନ୍ତି, କେମିତି ତାକୁ ଭଙ୍ଗୁର କରିବେ, କେମିତି ତାଙ୍କର ଯୋଉ ଏଜେଣ୍ଡା ରହିଛି ସେ ଏଜେଣ୍ଡାକୁ କେମିତି ପରିପୂର୍ଣ୍ଣ କରିବେ। ନିଜର ଯେତେବେଳେ ଆପଣ ପଲିଟିକାଲ ଜାଗାରେ ଦେଖନ୍ତୁ, କିମ୍ବା ଯାହାର ସ୍ୱାର୍ଥ ଯୋଉଠି ଅଛି, ସେଇ ଯୋଉ ସ୍ୱାର୍ଥ କ୍ଷେତ୍ରରେ ଯାଇ ଦେଖେ, ସିଏ ବହୁତ ପ୍ରକାରର କଳ ବଳ କୌଶଳ ପକେଇକିରି, ମାନେ ସେ ତାଙ୍କର ଚେଷ୍ଟା କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଯେତେବେଳେ ଚେଷ୍ଟା କରନ୍ତି, ସେତେବେଳେ ସେ କହୁଛନ୍ତି ଏ ପାଖରୁ ସେ ପାଖକୁ ବୁଲି ପଡିବ, ଇଚ୍ଛା କରୁଥିବ, ଚିନ୍ତା କରୁଥିବ। ଆମେ ଯେତେବେଳେ କୌଣସି ବିଷୟରେ ନିଜର ଚିନ୍ତାକୁ ପୁରେଇଲେ, ଆପଣ ପ୍ରତିରୋଧ କରିଲେ, ଏବଂ କେତେ ପ୍ରକାର ସେ ଯୋଜନା କରେ। ସେଥିପାଇଁ ମା ତାପରେ ବଢିଆ ଭାବରେ କହୁଛନ୍ତି, କହିଲେ ଆମର ଗୋଟେ ଯେମିତି ଚୁଟକୁଲା ଆମ ପାଖରେ କହିଲା ଭଳିଆ, ସେ କିଛି ନା କିଛି କରୁଛି, ନିଶ୍ଚୟ କରୁଛି। କଣ କରୁଛି ନା ପ୍ରତିରୋଧ କରୁଛି। ପରେ ତାହାର କିଞ୍ଚିତ ପରେ ମୁଁ ଅତି ସାନ ସାନ ବିଷୟ ଲାଗି ମଧ୍ୟ ଦୃଷ୍ଟାନ୍ତ ମାନ ଦେଇପାରିବି। ମା କହୁଛନ୍ତି ଛୋଟ ଛୋଟ କଥାକୁ ମଧ୍ୟ ମୁଁ ଉଦାହରଣ ଦେଇପାରିବି, ଏବଂ ସେଇ ଛୋଟ ଛୋଟ କଥା ମଧ୍ୟ କେତେ ଗୁରୁତ୍ୱ ବହନ କରେ। ମା କହୁଛନ୍ତି ସାନ ସାନ ବିଷୟ ଲାଗି ମଧ୍ୟ ଦୃଷ୍ଟାନ୍ତ ମାନ ଦେଇପାରିବି। ସେଇ ପରମ ଶକ୍ତି କିପରି କାର୍ଯ୍ୟ କରୁଥାଏ, ସେଥିରେ କଣ ଆସି ହସ୍ତକ୍ଷେପ କରେ, କିପରି ବିମିଶ୍ରିତ ହୋଇଯାଏ, ଅଥବା ଏହି ପରମ ଶକ୍ତି ଦ୍ଵାରା ଚାଳିତ ହୋଇ ଏହାର ଗତିକୁ କିପରି ବିକୃତ କରି ପକାଏ। ମାନେ ଏପରିକି ସେଇଥିପାଇଁ ତା ପୂର୍ବରୁ କହିଥିଲେ ଯେ ତମେ ଏକାତ୍ମ ସ୍ଥିତିରେ ରହିଛ, କିନ୍ତୁ ଯଥାର୍ଥ ଆତ୍ମସ୍ଥ ହେଇଥିବ। ଗୋଟେ କଥାଟା ସେଇଥିପାଇଁ କହିଥିଲେ। ଆମେ ଗୋଟେ ପ୍ରଶ୍ନ ଆସିବନି, ଆଉ ଜଣେ ପରମଙ୍କ ସହିତ ସଂଯୁକ୍ତ ହେଇଛି, ପୁଣି ଯଥାର୍ଥ ଆତ୍ମସ୍ଥ କଥା କାହିଁ କହିଲେ? ଏଇଥିପାଇଁ କହିଲେ। ଆମେ ପରମଙ୍କ ସହିତ ଆତ୍ମସ୍ଥ ହେଲେ ମଧ୍ୟ ଆମର ବାହ୍ୟ ଶକ୍ତି ସେ ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ରୂପାନ୍ତର ନ ହେଇଛି, ସେ ପର୍ଯ୍ୟନ୍ତ ତାର ନିଜସ୍ୱ ବ୍ୟକ୍ତିକୁ ବା ନିଜର ବ୍ୟକ୍ତିତ୍ୱକୁ ବା ନିଜସ୍ୱ ସ୍ଥିତିକୁ ଜାହିର କରୁଥାଏ। ତେଣୁ ସିଏ ମା କହୁଛନ୍ତି ଯେ ପରମ ଶକ୍ତି ଦ୍ୱାରା ଚାଳିତ ହୋଇ, ଅଥବା ଏହି ପରମ ଶକ୍ତି ଦ୍ୱାରା ଚାଳିତ ହୋଇ ଏହାର ଗତିକୁ କିପରି ବିକୃତ କରି ପକାଏ, ଏବଂ ତାହାର ଫଳକୁ ଅର୍ଥାତ୍ ତାର ଭୌତିକ ବାହ୍ୟ ରୂପଟିକୁ ଆମେ ଯେପରି ତାହାର ଫଳକୁ ଅର୍ଥାତ୍ ତାହାର ଭୌତିକ ବାହ୍ୟ ରୂପଟିକୁ ଆମେ ଯେପରି ଭାବରେ ଦେଖୁଥାଉ, ସେହି ସବୁ କିଛିକୁ ଦର୍ଶାଇ ଦେଇପାରିବି। ଏପରିକି ଅତ୍ୟନ୍ତ ସାନ କଥାର ଦୃଷ୍ଟାନ୍ତ, ଯାହାର କି ପୃଥିବୀ ଲାଗି କୌଣସି ମହତ୍ଵ ନାହିଁ। ଏହି ଜଗତ ଭୂମିରେ ପ୍ରତ୍ୟେକ କଥା ଯେପରି ଭାବରେ ଘଟୁଛି ଓ ବିକୃତ ହୋଇଯାଉଛି, ସେଥିରୁ ତାହାର ଏକ ସ୍ପଷ୍ଟ ଧାରଣା ମିଳିଯାଇପାରିବ। ଏବଂ ଏକଥା ସର୍ବତ୍ର ସର୍ବତ୍ର ସବୁ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରିବ। ଏବଂ ତେଣୁ ଯେତେବେଳେ କେହି କୋଷ ଗୁଡ଼ିକର କ୍ଷେତ୍ରରେ ଯୋଗରତ ହୋଇ ରହିଥାଏ, ସେତେବେଳେ ସେ ଠିକ୍ ସେଇ କଥାଟିକୁ ଦେଖେ। କେବଳ ସେହି ପରମ ସାମର୍ଥ୍ୟ ହିଁ ଯାବତୀୟ କ୍ରିୟା କରୁଛି, ଏବଂ ତାପରେ ଶରୀର ମଧ୍ୟ ଏହି କ୍ରିୟାକୁ ନେଇକି କଣ କରେ, ସେ କଥା ମଧ୍ୟ ଦେଖିବାକୁ ପାଏ। ଏ ବିଷୟରେ ଆମେ ଅଧିକ ଡିସ୍କସନ ଆର କ୍ଲାସରେ ପଢିବା ଏବଂ କରିବା। ଏଇଠି ଯୋଉଟା କହିଲେ, କୋଷ ଗୁଡ଼ିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ବା ଯୋଗରତ ହେଇଛନ୍ତି, ସେମାନେ ସେଇ କଥାଟିକୁ ଦେଖିପାରିବେ। ତାମାନେ ଯୋଉ ଛୋଟ ଛୋଟ କଥାଟା ନା, ଛୋଟ ଛୋଟ କଥାକୁ ସିଏ ଦେଖିପାରିବେ। କାହିଁକିନା ଯେତେବେଳେ କୋଷ ଲେବୁଲକୁ ଚାଲି ଯାଉଛି, ବର୍ତ୍ତମାନ ଆମେ ମଣିଷ ବାହାରର ପୁରା ଗୋଟାପଣ କଥା ହଉଛନ୍ତି। ଯେତେବେଳେ ପ୍ରତ୍ୟେକ କୋଷରେ କଥା ହଉଛି, ତାମାନେ ସେ ଅତି ଗଭୀର ସ୍ତରକୁ ଯାଇଛି। ଯେତେବେଳେ ଗଭୀର ସ୍ତରକୁ ଯାଇଛି, ସାନ ସାନ କଥାରେ ମଧ୍ୟ ମା କହୁଛନ୍ତି ସିଏ ତା ଭିତରେ ସାମର୍ଥ୍ୟ ଆସିବ, ଯୋଉ ପରମ ଚେତନା କିପରି ଯାବତୀୟ କ୍ରିୟା କରୁଛି, ସେଇଟାକୁ ସିଏ ଜାଣିପାରିବ। ତାପରେ କହୁଛନ୍ତି ଶରୀର ମଧ୍ୟ ଏଇ କ୍ରିୟାକୁ ନେଇକି କଣ କରେ, ସେ କଥା ମଧ୍ୟ ସେ ଦେଖିପାରିବ। ଶରୀର ସ୍ତରରେ ମାନେ ଜଡ଼ ସ୍ତରରେ ମଧ୍ୟ ସେ କେମିତି କାର୍ଯ୍ୟ କରୁଛି, ତାକୁ ମଧ୍ୟ ସେ ଦେଖିପାରିବ। ଏ ବିଷୟରେ ଅଧିକ ଡିଟେଲ୍ସ ପରେ ଆଲୋଚନା କରିବା। ପରମ ବା ସଚିଦାନନ୍ଦ, ସିଏ ଆମ ଭିତରେ ଯୋଉ ସ୍ପନ୍ଦିତ ହଉଛନ୍ତି, ସିଏ ଯେତେବେଳେ କାର୍ଯ୍ୟ କରିବାକୁ ଯାଉଛନ୍ତି, ଆମର ବାହାରର ଅପ୍ରସ୍ତୁତି ବାହ୍ୟ ସତ୍ତାର ସେ ତାକୁ ପ୍ରତିରୋଧ କରେ। ତା ଫଳରେ କଣ ହୁଏ, ସେଇଟା ବିକୃତ ହେଇଯାଏ। ଇଏ ହେଲା ଗୋଟିଏ କଥା। ଏବଂ ସେଇଟା କେମିତି ବିକୃତ ନହବ, ଏବଂ କିଏ ଆମକୁ ସାହାଯ୍ୟ କରେ ସେ ପରମଙ୍କର ଯୋଉ ସ୍ପନ୍ଦନକୁ ଚିହ୍ନିବା ପାଇଁ,
ସେ କଥା ସେ କହିଲେ କହିଲେ ଅଭିପ୍ସା ଆଉ ଅଟଳ ବିଶ୍ୱାସ ଏବଂ ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା, ଏଇ ତିନୋଟି ହଉଛନ୍ତି ସମଞ୍ଜସ୍ୟକାରିଣୀ ଶକ୍ତି। ତା ଫଳରେ କଣ ହବ ନା ପରମକୁ ଚିହ୍ନିବା ପାଇଁ ଆମ ଭିତରେ ଟିକେ ଟିକେ ସାମର୍ଥ୍ୟ ଆସିବ ଏବଂ ଆମର ଏ ଯୋଉ ସ୍ୱୀକୃତି ରହିଲେ ତାହେଲେ ସେ କାର୍ଯ୍ୟ କରିପାରନ୍ତି। ସିଧାସଳଖ କଥା କହୁଛି, ଯଦି ମୁଁ ସ୍ୱୀକୃତି ଦଉନାହିଁ ତେବେ ସେ କାର୍ଯ୍ୟ କରିପାରିବେ ନାହିଁ। ସେତେବେଳେ ମଣିଷ ଦୋଷ ଦିଏ ଭଗବାନ। ହେଲା। ଆଉ ଗୋଟେ କଥା, ଯୋଉ କଥାଟି ଯୋଉଟା ତମେ ଆଗରୁ ପ୍ରଶ୍ନ କରିଥିଲ, ସେ ପ୍ରଶ୍ନର ଉତ୍ତରଟା ଭିତରେ ଉତ୍ତର ହେଲା ଯେ ଯୋଉମାନେ ଜାଣିଥାନ୍ତି ସେମାନେ କାହିଁକି କହନ୍ତି ନାହିଁ। ମା ସେଠି କହିଲେ, ପ୍ରଥମେ କହିଲେ କହି ହୁଏ ନାହିଁ, ତାପରେ କହିଲେ କହିବା କଦାପି ଉଚିତ ହୁଏ ନାହିଁ। ଏବଂ ସେତେ କାରଣ କଣ କହିଲେ ନା ବୃହତ୍ତର କରୁଣା ତାକୁ ଅଟକାଏ କହିବା ପାଇଁ। ତା ଆଗରେ ତାକୁ ଅଟକେଇ ଦିଏ। ତା ଭବିଷ୍ୟତ ଯଦି ବି ସେ ଦେଖିଥାଏ, ଯଦି ସେ କହିବାକୁ ଚେଷ୍ଟା କରେ ତେବେ ସେ ତାକୁ ଅଟକେଇ ଦିଏ କହିବା ପାଇଁ। ଏତିକି ଆମେ ଅ ଯଦି ସର୍ଟ ରେ ଗୋଟେ ଦିଟା ଲାଇନରେ ବୁଝିବା, ଏତିକି ହଉଛି କଥା। ଆମେ ରଖିବା। ମା, ଥ୍ୟାଙ୍କ ୟୁ ଅଲ୍ ଅରବାର।